ଦେଖନ୍ତୁ ଏଇଟା ଆମର ଝୋଟି ପୋକ କୁହନ୍ତି। ଆଉ ଏଇଟା ଚାଉଳ ତା ସହିତ ଭାଜିବୁ। ଏବେ ଏଇଟା ନିଆଁ ଜଳେଇଛୁ ଦେଖନ୍ତୁ ଏଇ କଢ଼େଇରେ ଭାଜିବୁ। ଦେଖଛନ୍ତି ଯଦି କମେଣ୍ଟରେ ଜଣେଇବେ କେମିତି ଲାଗିବେ। ଆମେ ତ ବହୁତ ଖାଉଛୁ, ବହୁତ ବଢ଼ିଆ ଲାଗେ। ତ କଢ଼େଇ ବସା ହେଲାଣି, ତାପରେ ଭାଜିବୁ। ଦେଖନ୍ତୁ ଏବେ ଚାଉଳ ପକା ହେଲା, ଚାଉଳ ଭାଜିବୁ। ତାପରେ ଏଇଟା ଝୋଟି ପୋକ ନହେଲେ ତେଲିଆ ହେଇଯିବ। ଦେଖନ୍ତୁ ହେଇଯାଇଛି ଆମର ଚାଉଳ ଭଜା। ତାପରେ ଦେଖନ୍ତୁ ଆମର ଝୋଟି ପୋକ ପକାଇଦେବା। ତାପରେ ଭଲ ଭାବରେ ଘାଣ୍ଟି ନେବା। ତାପରେ ଦେଖନ୍ତୁ ସ୍ୱାଦ ଅନୁସାରେ ଲୁଣ ପକାଇଦେବା। ଦେଖନ୍ତୁ ଏବେ ଆମେ ଖାଇବୁ। ଏଇଟା 3 ଜଣ ଅଛୁ, 3ଟା ଚୌପତିରେ। ଆଉ ଏଇଟା ଚାଉଳ ଭଜା, ଦେଖନ୍ତୁ ଚାଉଳ ଭଜା। ଆଉ ଏଇଟା ଗୋଟେ ଜଣେ ଖାଇବନି ତ ସେଥିପାଇଁ ଖାଲି ଚାଉଳ, ଆଉ ଆମେ ଖାଇବୁ ଝୋଟି ପୋକ। ଆଉ ଦେଖନ୍ତୁ ଖାଲି କ'ଣ ଚାଉଳ ଭଜା ଖାଉଛନ୍ତି। ବଢ଼ିଆ ଲାଗୁଛି, ଟେଷ୍ଟି। ଆଉ ଆମର ଦେଖନ୍ତୁ ଝୋଟି ପୋକ ଆଉ ଚାଉଳ ଭଜା ବହୁତ ଟେଷ୍ଟି ଲାଗୁଛି। ରୁପି ଦିଦି ଉପି ଖାଉଛୁ ଆମେ। ବହୁତ ଟେଷ୍ଟି ଲାଗୁଛି, କ୍ଷୀର ଭଳିଆ।